ଲୁଣ ଏଇଟା ଲୁଣ କୋଉଦିନ ପକେଇଥିଲ କାଲି ଦିଦିନ ଲୁଣ ପଡ଼ିକି ଅଛି ଗଛରୁ ଆମ୍ବ ଗୋଟେ ପାରିକି ଖାଇବା ସାଙ୍ଗେ ସାଙ୍ଗେ ପାରା ହେଇଛି ନା ତା ନଶାଟା ବହୁଥିବ ଭଲ ଭାବରେ ତାକୁ ଧୋଇ କାଟ ତାକୁ ସେ ଚୋପା ଦେଇ ଖାଉ ଖାଇଦେବା ଆଉ ଚୋପାଟା ଥାଉ ଏଇ ଖାଉଥିଲି ଲୁଣ ପୁରା ହଁ ତୁ ଖାଉନୁ ଗୋଟେ ଏଇଟା ହେଉଛି ପ୍ରକୃତରେ ଆମ୍ବ ଆମ ବାରିପଟେ ଆମ ଛୋଟ ଗାଁ ଅଛି ଆମ୍ବ ହଉ ଚାଲ ପଣା ଦେବା ଏ ଭାଇ ଟିକେ ଚାଲ ଭିଡ଼ିଓ ଅନ୍ କରି ଚାଲ ଆଜି ହେଉଛି ଓଡ଼ିଆ ନବବର୍ଷ ଆପଣମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଜି ହେଉଛି ହନୁମାନ ଜୟନ୍ତୀ ପଣା ସଂକ୍ରାନ୍ତି ତ ଆଜି ଯେହେତୁ ପଣା ସଂକ୍ରାନ୍ତି ତ ଗାଁ ଗହଳିରେ ଆମର ସମସ୍ତେ ଦାଣ୍ଡ ପଟେ ପଣା ଦିଅନ୍ତି ମୋ ମାଆ ବି ନେଇକି ପଣା ଦେଉଥିଲା ତ ଯେହେତୁ ଭିଡ଼ିଓ କରନ୍ତିନି ମୁଁ କିନ୍ତୁ ଟିକେ ଟିକେ କରିଦେଇଥିଲି ତ ପଣା ଦେଇକି ଆସି ସାରିବା ପରେ ଆସିଗଲୁ ଆମେ ସମସ୍ତେ ମିଶିକି ପେଟ ପୂଜା କରିବା ପାଇଁ ତ ଯେହେତୁ ଏତେ ସବୁ ଥାଳି କେଉଁଠୁ ଆସିବ ସବୁ ମାଜିବାକୁ ପଡ଼ିବ ବୋଲି ମୋ ମାଆ ସବୁ ପତ୍ର କିଣି ନେଇ ଆସି ତାକୁ ବି ସେଇଥିରେ ଖାଇ ଦେଇଗଲୁ ସମସ୍ତେ ମିଳିମିଶି ଏକାଠି ଖାଇବାର ମଜା ଟିକେ ଅଲଗା ତ ସେଠି ଖାଇବା ପାଇଁ ସାରିଲା ପରେ ମାଆ ଖରାବେଳ ପାଇଁ ରୋଷେଇ କରିଥିଲା ତ ଖରାବେଳେ ରୋଷେଇ ଖାଇସାରିବା ପରେ ଆମର ହେଇଥିଲା ମଣ୍ଡା ପିଠା ମୋର ବହୁତ ପସନ୍ଦ ତ ମାଆକୁ ମୁଁ କହିଲି କି ଯେ ମଣ୍ଡା ପିଠା ବନେଇବା ପାଇଁ ତ ମୁଁ ତାକୁ ପୁରା ମଜା ନେଇ ଖାଉଥାଏ ତ ଯେହେତୁ ଆଜି ପଣା ସଂକ୍ରାନ୍ତି ଥିଲା ଆମର ସେପଟୁ ଗାଁ ପଟୁ ଭାଉଜ ଫୋନ୍ କଲେ କି ଆସିଯାଅ ସମସ୍ତେ ଆମେ ପଣା ଟିକେ ତିଆରି କରିବା ତ ମୁଁ ଆଉ ବିଳମ୍ବ ନ କରିକି ମୁଁ ଯାଇକି ପହଞ୍ଚି ଯାଇଥିଲି ପ୍ରଥମେ ଆମର ଝିଅ ସିଏ ତାର ନଡ଼ିଆ କରୁଥିଲା ତାପରେ ଭାଉଜ ଆସିକି କରିଲେ ତ ଆମେ ସମସ୍ତେ ଆମର ବଡ଼ ପରିବାର ଗୋଟେ ତ ସମସ୍ତେ ମିଶିକି ଗୋଟେ ବଡ଼ ଆକାରରେ ପଣା ପ୍ରସ୍ତୁତି ଚାଲିଲା ଏଇଟା ହେଉଛି ଆମର ଗାଁ ଭିତରକୁ ଆମେ ଯାଇଥିଲୁ ଆମ ଘର ହେଉଛି ରାସ୍ତା ଉପରେ ପୁରା ମେନ୍ ରୋଡ଼ ଉପରେ ତ ଏଇଠି ଗାଁ ଭିତରେ ବଡ଼ ବାପାଙ୍କ ଘର ତ ଏଇଠି ସମସ୍ତେ ପୁରା ବଡ଼ ପରିବାରଟେ ଆମର ଏଇ ଭାଉଜ ଯିଏ ସିଏ ସବୁ କାମରେ ଏକ୍ସପର୍ଟ ମାନେ ଯେମିତିକି ଭୋଜି ଭାତ ହଉ କିଛି ବି ହଉ ଆମେ ଯେତେବେଳେ ଯାଇଥାଉ ସେ ସବୁବେଳେ କହିବା ଆସ ଏଇଟା ମିଶିକରି ଖାଇବା ଏଇଟା ତ ବହୁତ ଖୁସି ହିଁ ଲାଗେ ତ ସେ ସବୁଥିରେ ଆଗ ରୋଷେଇବାସଠୁ ଆରମ୍ଭ କରି ସବୁ କିଛି କରିଦିଅନ୍ତି जय श्री राम आज हूँ ओडिया नववर्ष जेहेतु एत बड़ पणा संक्रांति तो आम भी पणा करवा आस समस्ते पणा पीवा मिसिकी चलो प्रस्तुति प्रणाली पूरा जोरसोर चली लागू पड़ते मिस्त्री मैंने गोटे भल रेसिपी आमर कदम छड़ा सरीगला भिड पाइलानी कदल अच्छी जो काज इमित उड़े दौन जोराक तुम मम्मी खाले कौन चलती पकईदेबू बारटा बेलू दीटा बेलू आसला अलरेडी आपड़ी प्रस्तुत है पछपटे जो कैमेरामैन थे मुंडी तो आप निश्चय देखिए कैमेरामैन अवसर ने बर्तमान पणा प्रस्तुत पानी ढाले पानी निजे तैयारी कर ସମସ୍ତେ ଗୋଟେ ଗୋଟେ ଗ୍ଲାସରେ ଭର୍ତ୍ତି କରିକିନା ତାକୁ ସଜାଡ଼ିକି ଥୋଇବୁ କ'ଣ ସେମିତି ଯୋଉଠି ମନ ସେଇଠି ରଖିଦେଇକି ଟିକେ ଫଟୋ ଉଠେଇଦେଲୁ କାହିଁକିନା ଫଟୋଟା ଉଠେଇବା ନିହାତି ଜରୁରୀ
କେତେ କଷ୍ଟରେ ପଣାଟା ତିଆରି ହେଇଛି, ପୁଣି ଫଟୋ ଉଠିବନି ନା। କ୍ୟାମେରାମ୍ୟାନ୍ ଯେଉଁ ଝିଅଟି ଆମର ଥିଲା କ୍ୟାମେରା ଧରୁଥିଲା ମୋ ଝିଆରୀ, ସିଏ ବର୍ତ୍ତମାନ ବାଢ଼ିବାରେ ଅଛି, ମାନେ ସମସ୍ତଙ୍କୁ ଗୋଟେ ଗୋଟେ ଗ୍ଲାସ୍ ଦେଉଛି। ତ ଆମେ ଯେଉଁଠି ମନେ ସେଇଠି ରଖିଦେଇକି ଟିକେ ଫଟୋ ଭିଡ଼ିଓ କରିଦେବା କଥା। ଗାଁ ଭିତରେ ଆମର ବହୁତ ଗହଳି ସମସ୍ତେ ଅଛନ୍ତି ସେଠି, ତ ସେଇଠି ଆମେ ଛୋଟ ମୋଟ ଗୋଟେ ପଣାର ଆୟୋଜନ କରିଥିଲୁ, ଯେଉଁଟାକି ବହୁତ ହିଁ ଖୁସି ଲାଗିଲା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ପୁଣି ଦେଖାହେବ ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।